ହ୍ୟାଲୋ ଏଭ୍ରିୱାନ୍ ଜୟ ଶ୍ରୀ ଜଗନ୍ନାଥ ସ୍ୱାଗତ କରୁଛି ମୋର ଆଜିର ମିନି ବ୍ଲଗ୍‌ଟି। ତ ମୁଁ ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ଆଗ ଲାଗି ପଡ଼ିଥିଲି ଠାକୁରଙ୍କ ପୂଜାରେ। ତ ତାପରେ ବାବାଙ୍କ ପାଇଁ କ୍ଷୀର ଚାହା ବନେଇ ଦେଇଥିଲି ଯେହେତୁ ବାବାଙ୍କର ଗୋଟେ କପ୍ ଚାହା ଦରକାର ଥିଲା। ତ ତାପରେ ମୁଁ କଣ କରିଥିଲି ନା ଯୋଉ ବୋଲବମର କାମ ପେଣ୍ଡିଙ୍ଗ ଥିଲା ତ ତାକୁ କମ୍ପ୍ଲିଟ୍ କରିଥିଲି। ତ ଗୋଟେ ବ୍ଲାଉଜର କାଜୁ ପଟି ବଟମ ପଟି ବନେଇବାର ଥିଲା ତ 3ଟା ଯାକ ବ୍ଲାଉଜର ମୁଁ କମ୍ପ୍ଲିଟ୍ କରିଦେଇଥିଲି। ତ ତାପରେ ମୁଁ କଣ କରିଥିଲି ନା ମୋର ଆଉ ମୋ ମଝିଆଣି ଭଉଣୀର ଆମେ ବାହାରିକି ପଳେଇଥିଲୁ ମାର୍କେଟ। ମାର୍କେଟ ଆଜି କଣ ପାଇଁ ଯାଇଥିଲୁ ଯେହେତୁ କାଲି ଅଗଷ୍ଟ 15 ତ ମୋ ସାନ ଭଉଣୀର ଜନ୍ମଦିନ ଥିଲା ତ ତା ପାଇଁ ଆମର ସବୁ ଡେକୋରେସନ ସାମାନ କିଣିବାର ଥିଲା। ତ ତାପରେ ଆମେ ଲୋକେସନରେ ପହଞ୍ଚି ଯାଇଥିଲୁ। ଲୋକେସନରେ ପହଞ୍ଚିକି ସବୁ ସାମାନ କିଣି ଦେଇଥିଲୁ। ଯେହେତୁ ତାକୁ ଆମେ 12ଟା ରାତିରେ ସରପ୍ରାଇଜ ଦବାର ଥିଲା ଆଉ ତାର ସବୁ କେକ୍ ସବୁ ଯାହା ବି କିଛି ଅର୍ଡର ଦେଇଥିଲୁ ତାପରେ ପୁଣି ଯାଇକି ଆମେ କେକ୍ ସପରେ ପହଞ୍ଚି ଯାଇଥିଲୁ। ତ ଆଜି ଦିନଟା ପୁରା ଆମେ ମାର୍କେଟରେ ହିଁ ବିତିଥିଲା। ତ ତାର ମୋର ପୁଣି ଯାଇକି ଆମେ କେକ୍ ସପରେ ପହଞ୍ଚିଲୁ। ଆକ୍ଚୁଆଲି ମାର୍କେଟରେ ନା ଆଜି ବହୁତ ଜୋରରେ ବର୍ଷା ହଉଥିଲା ତ ସେଥିପାଇଁ ଆମର ପୁରା ସବୁ କିଛି ପ୍ଲାନ୍ ଖରାପ ହିଁ ହେଇଯାଇଥିଲା। ତ ତାର ଏମିତି ବର୍ଥଡେ କେକ୍‌ଟା ବି ରେଡି ହେଇଯାଇଥିଲା ଯେହେତୁ ଆମେ ପୂର୍ବ ମାସରେ ଆମେ ଅର୍ଡର ଦେଇ ଦେଇଥିଲୁ। ତାପରେ ମଝିଆ ଏମିତି ଧରିକି ଆଣୁଥିଲା। ତ ତାପରେ ଆମେ କଣ କରିଥିଲୁ ନା ବାବାଙ୍କୁ ଫୋନ କରି ଡାକିଥିଲୁ ଅଧା ବାଟ ଯାଏଁ। ବାବା ବି ଆସିଥିଲେ ଆସିକି ଆମକୁ ନେଇକି ଯାଇଥିଲେ। ତ ତାପରେ ଆମେ କୋଉଠି କୋଉ ପଟ ଡେକୋରେସନଟା କରିବୁ ସେ କଥା ଭାବି ଭାବି ଫାଇନାଲ ହେଲା ଆମର ଏପଟ ସାଇଡରେ ହିଁ ଡେକୋରେସନ ହବ। ତ ତାପରେ ମୁଁ ଲାଗି ପଡ଼ିଥିଲି ଡେକୋରେସନ ସାମାନ ଖୋଲିକିନା ଗୋଟେ ଗୋଟେ ସଜାଡ଼ିବାକୁ। ତାପରେ ମଝିଆ କଣ କରିଥିଲା ନା ତାକୁ କହିଥିଲି ବେଲୁନ ଫୁଙ୍କି ତ ସେ ବେଲୁନ ଫୁଙ୍କିବା ଆରମ୍ଭ କରିଦେଇଥିଲା ଆଉ ମୁଁ ଲେଟର ସଜାଡ଼ିବା ଷ୍ଟାର୍ଟ କରିଦେଇଥିଲି। ତ ଏମିତି ହେଇକିନା ଯେତେବେଳେ ସବୁ କାମ ସରିଥିଲା ବେଲୁନ ଫୁଙ୍କିବାକୁ ଯେତେବେଳେ ଆମେ ମଝିଆଣୀକୁ ଦେଇଥିଲି ମଝିଆଣୀର ଟିକେ ଯେମିତି ହେଲେ ବି ଏଇ ଟାଇପର କାମ ଥିବ ଦେଖିପାରନ୍ତି କେମିତି ତାର କାମ। ତ ଏଇ ଟାଇପର ସେ କିଛି କରିଦେଇଥିଲା। ତାପରେ ସେ ତାକୁ ଠିକ ତ ଆଉ ହେଲାନି ସେଇଟାକୁ ହିଁ ଆଡଜଷ୍ଟ କରିବାକୁ ପଡ଼ିଲା। ତାପରେ ଆମେ ସବୁ ଏମିତି ଲାଗିଥିଲୁ ଡେକୋରେସନ ସାରିବାରେ ତାର ମୋର ମଝିଆଣୀର ମୋର। ତ ଫାଇନାଲି ଡେକୋରେସନ ସରିଯାଇଥିଲା। ତ ମୁଁ ଏମିତି କହିଥିଲି କି ଡେକୋରେସନ ତ ରେଡି ଦେନ୍ ମୁଁ ଯାଉଛି ରେଡି ହେଇଯିବି। ତାପରେ ଫାଇନାଲି ଏତେ କଷ୍ଟର ପରିଶ୍ରମର ଡେକୋରେସନଟା କେମିତି ଲାଗିଲା ଆପଣମାନେ କମେଣ୍ଟ କରି ନିହାତି ଜଣେଇବେ। ତାପରେ ସାନକୁ ଆମେ ସରପ୍ରାଇଜ ଦେଇଥିଲୁ ରାତି 12ଟାରେ ଯେହେତୁ ତା ଜନ୍ମଦିନ ହଉଛି 15 ତାରିଖରେ ଆମେ 14 ତାରିଖ ରାତିରେ ହିଁ ତାକୁ ଏମିତି ସରପ୍ରାଇଜ ଦେଇଥିଲୁ। ସମସ୍ତଙ୍କୁ ମୋ ତରଫରୁ ହାପି ଇଣ୍ଡିପେଣ୍ଡେନ୍ସ ଡେ।